ଚାଲନ୍ତୁ ଫ୍ରେଣ୍ଡସ୍, ଆଜି ଆମେ ବନେଇବା ମାଛ ମସଲା। ପ୍ରଥମେ ମାଛକୁ ଏମିତି ଭଲ ଭାବରେ ଏମିତି ଧୋଇଦେବେ। ମାଛକୁ ଏମିତି ଭଲ ଭାବରେ ଧୋଇଦେବେ, ଯେମିତି ତା ମଳି ଅଂଶ ଯାକ ଯେମିତି ପଳେଇବ। ଭଲ ଭାବରେ ଧୋଇ ସାରିଲା ପରେ ଆକୁ ପ୍ରଥମେ ହଳଦୀ ତେଲ ପକାଇ ଭଲକି ତାକୁ ଗୋଳା ଗୋଳି କରି ରଖିଦେବେ। ଭଲକି ଗୋଳେଇବେ ଯେମିତିକି ସେଟା ଚାରିଆଡ଼େ ଯେମିତି ହେବ। ତାପରେ ଆମେ ଗୋଟେ ପଟେ ମସଲା ରେଡ଼ି କରିବା। ପ୍ରଥମେ ପଡ଼ିଲା ଡାଲଚିନି ପରେ ଲବଙ୍ଗ ପରେ ଅନାସୀ ଫୁଲ ଗୋଟେ ପାଖୁଡ଼ା ପକାଇବେ। ତାପରେ ପକାଇବେ ରସୁଣ, ତାପରେ ପକାଇବେ ଅଦା, ତାପରେ ପକାଇବେ ପିଆଜ, ତାପରେ ପକାଇବେ ଜିରା, ତାପରେ ପକାଇବେ ଧନିଆ। ଏସବୁ ପକାଇ ଭଲ ଭାବରେ ଗୋଟେ ପେଷ୍ଟ ବନେଇଦେବେ। ଦେଖନ୍ତୁ ଏଇ ଟାଇପ୍ର ପେଷ୍ଟ ଗୋଟେ ବନେଇବେ। ତାପରେ ଏପଟ ଯେଉଁ ମାଛକୁ ରଖିଥିଲେ ସେ ମାଛରେ ସବୁ ପକାଇବେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ମସଲା ଗୁଣ୍ଡ, ଲୁଣ ଏସବୁ ପକାଇକି ଭଲ। ତାପରେ ଏଇ ମସଲାଟି ପକାଇବେ। ତାପରେ ଆପଣ ଚାହିଁଲେ ଫୁଡ଼୍ କଲର୍ ପକାଇ ପାରିବେ, ନହେଲେ ସ୍କିପ୍ ବି କରିପାରିବେ। ତାପରେ ଲେମ୍ବୁ ପକାଇବେ। ପକାଇ ସାରିଲା ପରେ ଏମିତି ଭଲ ଭାବରେ ତାକୁ ଗୋଳେଇ ଦେବେ, ଯେମିତିକି ମସଲା ସବୁ ଯେମିତି ଚାରିଆଡ଼େ ହେଇଯିବ ସେମିତି ଭଲ ଭାବରେ ଗୋଳେଇ ଦେବେ। ଗୋଳେଇ ସାରିଲା ପରେ କିଛି ସମୟ ତାକୁ ଏମିତି ଗୋଳେଇ ସାରିଲା ପରେ କିଛି ସମୟ ରଖିଦେବେ। ତାପରେ ତାକୁ ଫ୍ରାଏ କରିବେ, ଯେମିତିକି ଭଲ ଭାବରେ ଫ୍ରାଏ କରିବେ, ଯେମିତିକି ମସଲା ଆମେ ଭାଜି ହେଲାକୁ ଯେମିତିକି ସେଠି ଯେମିତି ଖଣ୍ଡ ନ ହୁଏ, ଭଲ ଭାବରେ ଫ୍ରାଏ କରିବେ। ତାକୁ ଏପଟ ସେପଟ କରିକି ଭଲ ଭାବରେ ଫ୍ରାଏ କରିଦେବେ। ଭାଜି ସାରିଲା ପରେ ଗୋଟେ ପ୍ଲେଟ୍ରେ କାଢ଼ିଦେବେ। କାଢ଼ି ସାରିଲା ପରେ ସେଇ ତେଲରେ ପିଆଜ ପକାଇବେ। ଏଇଥିରେ ଅଧିକା ଟିକେ ପିଆଜ ଟିକେ ଦେବେ, ଦେଇକି ଏପଟ ସେପଟ ଟିକେ ଘାଣ୍ଟି ଦେବେ ଟିକେ। ତାପରେ ସେଇଥିରେ ତେଜପତ୍ର ଦୁଇଟା ପକାଇବେ। ପକାଇ ସାରି ସବୁ ମସଲା ପକାଇବେ, ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ ଏସବୁ ପକାଇବେ। ପକାଇ ସାରିଲା ପରେ ଏପଟ ସେପଟ କରି ଟିକେ ଘାଣ୍ଟି ଦେବେ ଟିକେ, ଯେମିତି ସେ ମସଲା ଯେମିତି ଚାରିଆଡ଼େ ଯେମିତି ମିଶିଯିବ, ସେଇ ଟାଇପ୍ର ଘାଣ୍ଟି ଦେବେ। ତାପରେ ଏଇଠି ସେ ମସଲାଟି ଆଡ଼୍ କରିବା। ମସଲା ତାପରେ ଏପଟ ସେପଟ ଟିକେ ମସଲା ଟିକେ ଭାଜିଦେବା। ତାପରେ ଏଇଠି ଟମାଟୋ ପେଷ୍ଟ ପକାଇଦେବା। ଟମାଟୋ ପେଷ୍ଟ ଟିକେ ଏପଟ ସେପଟ କରି ଟିକେ ଭାଜିଦେବା ଟିକେ। ସ୍ୱାଦ ଅନୁସାରେ ଲୁଣ ଟିକେ ପକାଇଦେବା। ତାପରେ ଏଇଠି ସେଇ ଛାଣି ରଖିଥିବା ମାଛଟି ଏଇଠି ସବୁ ଆଡ଼୍ କରିବା, ଗୋଟେ ଗୋଟେ କରି ପକାଇବା। ଗୋଟେ ଗୋଟେ କରି ପକାଇ ସାରିଲା ପରେ ଆକୁ ଭଲ ଭାବେ ଟିକେ ଏପଟ ସେପଟ କରି ଭଲ ଟିକେ ଫ୍ରାଏ କରିଦେବା ଟିକେ।
ଟିକେ ଏପଟ ସେପଟ କରି ଭଲ ଭାବରେ ଘାଣ୍ଟି ଦେବେ। ଘାଣ୍ଟି ସାରିଲା ପରେ ଗୋଟେ ପ୍ଲେଟ୍ରେ ସର୍ଭ କରିଦେବେ। ସୋ ଫ୍ରେଣ୍ଡସ୍, ରେଡ଼ି ହେଇଗଲା ଆମ ମାଛ ମସଲା। ଦେଖାଯାଉଛି ନା କେତେ ସୁନ୍ଦର। ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ଅଧିକ ଟେଷ୍ଟି।